ମୁଁ ପ୍ରତାପ କିଶୋର ବାରିକ, ରାଜ୍ୟ ସାଧାରଣ ସମ୍ପାଦକ ସମାଜବାଦୀ ପାର୍ଟି। ଆଜି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି ଜାଣି ଭାରି ଖୁସି ଲାଗିଲା, କିନ୍ତୁ ଦୁଃଖ ଲାଗୁଛି ଯେ ଓଡ଼ିଶା ଆଜି ହାହାକାରମୟ ହୋଇଯାଇଛି। ଆପଣ ଜାଣିଥିବେ ଯାଜପୁର ଜିଲ୍ଲା ଏବଂ ତା'ର ଆଖପାଖ 8ଟି ଜିଲ୍ଲାରେ ହଇଜା ମହାମାରୀ ବ୍ୟାପି ଯାଇଛି, ଯାହାଫଳରେ 22ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି। ସହସ୍ରାଧିକ ରୋଗୀ ବର୍ତ୍ତମାନ ମେଡ଼ିକାଲ ଶଯ୍ୟାରେ ପଡ଼ିଛନ୍ତି। ଏଭଳି ଏକ ମହାମାରୀ ସମୟରେ ରୋଗୀଙ୍କୁ ଯାଇକରି ଦେଖିବା ବା ତାଙ୍କର ସୁଖ ଦୁଃଖ ବୁଝିବା ବା ମହାମାରୀ କିପରି ସଂକ୍ରମିତ ନ ହେବ ତା ପ୍ରଶାସନକୁ ତାଗିଦ କରିବା ପରିବର୍ତ୍ତେ ସେ ଆଜି ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି, ଆଜି ଉତ୍ସବ ପାଳନ କରୁଛନ୍ତି। ସେଇଟା ବଡ଼ ଦୁଃଖର ବିଷୟ, ବଡ଼ ଲଜ୍ଜାଜନକ ବିଷୟ। ଆପଣ ଏବେ ଜାଣିଥିବେ ଭେରି ରିସେଣ୍ଟଲି ଗୋପାଳପୁର ସମୁଦ୍ର ତଟରେ ଜଣେ ଝିଅକୁ କେମିତି ଗଣଦୁଷ୍କର୍ମ କରାଗଲା, 10 ଜଣ ଗଣଦୁଷ୍କର୍ମ କଲେ। ଆଉ ମଧ୍ୟ ମୟୂରଭଞ୍ଜ, କୋରାପୁଟ, କେନ୍ଦ୍ରାପଡ଼ା, ବାରଙ୍ଗ ଏହିସବୁ ଜାଗାରେ ନାରୀ ନିର୍ଯାତନା ପ୍ରତିଦିନ ସମ୍ବାଦପତ୍ରରେ ଆପଣମାନେ ଦେଖୁଛନ୍ତି। ତେଣୁ ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଖୋଦ ସ୍ୱରାଷ୍ଟ୍ର ବିଭାଗ ଦାୟିତ୍ୱରେ ଅଛନ୍ତି, ଏଇ ଯେଉଁ ଆଇନ ବିପର୍ଯ୍ୟସ୍ତ ଦେଖାଯାଇଛି ଓଡ଼ିଶାରେ, ସେଥିପାଇଁ ଆମେ ତାଙ୍କୁ ଦାୟୀ କରୁଛୁ ଏବଂ ସମାଜବାଦୀ ପାର୍ଟି ତରଫରୁ ତାଙ୍କର ଇସ୍ତଫା ପତ୍ର ଆମେ ଦାବି କରୁଛୁ। ସାର୍, ବିଜେପି ସରକାର ବର୍ଷେ ପୁରିଲା ଏବଂ ତାଙ୍କର ନାରା ହେଉଛି ବର୍ଷରେ ଉପଲବ୍ଧି ଅନେକ। ତ ଆପଣଙ୍କ ମତରେ କ'ଣ ମାନେ ଉପଲବ୍ଧି ଅଛି ଅନେକ ବର୍ଷ, ଗୋଟେ ବର୍ଷ ଭିତରେ ଯେଉଁଟାକି ସେମାନେ ଚାରିଆଡ଼େ ପୋଷ୍ଟର ଏବଂ ନାରାବାଜି ଚଲେଇଛନ୍ତି, ଉପଲବ୍ଧି ଅନେକ? ଶୁଣନ୍ତୁ, ବିଜେପି ହେଉଛି ଗୋଟେ ମିଛୁଆ ସରକାର। ସେ ବିକାଶ ନା କହିକରି ବିନାଶ ସବୁ ଆଣୁଛନ୍ତି, ସବୁ ବିନାଶ ସୃଷ୍ଟି କରୁଛନ୍ତି। ଆପଣ ଦେଖନ୍ତୁ, ଆମ ନାରୀ ସୁରକ୍ଷା ବର୍ତ୍ତମାନ 0। ଆଇନ ଶୃଙ୍ଖଳା ପରିସ୍ଥିତି ଓଡ଼ିଶାରେ ବିପର୍ଯ୍ୟସ୍ତ। କୌଣସି ବିକାଶ କରୁଛନ୍ତି, କ'ଣ ବିକାଶ? ସବୁ ବିନାଶ ଆଡ଼ିକି ଯାଉଛି ଓଡ଼ିଶା। ତେଣୁ ଏଇ ଯେଉଁ 1 ବର୍ଷ ପୂର୍ତ୍ତି ସେ ଖୁସିରେ ପାଳନ କରୁଛନ୍ତି, ସେ ଖୁସିକୁ ଆମେ ବିରୋଧ କରୁଛୁ ଏବଂ ସେ ଓଡ଼ିଶାର କିପରି ବିକଶିତ ଓଡ଼ିଶା ହେବ ସେଥିପାଇଁ ସେମାନେ ଯତ୍ନବାନ ହୁଅନ୍ତୁ ଏବଂ ଆମର ଓଡ଼ିଶାର ଯେଉଁ ନାରୀ ସୁରକ୍ଷା ଉପରେ ଏବଂ ଆଇନ ଶୃଙ୍ଖଳା ଉପରେ ବିଶେଷ ଯତ୍ନବାନ ହୁଅନ୍ତୁ, ତାହା ହେଉଛି ଆମର ସମାଜବାଦୀ ପାର୍ଟି ତରଫରୁ ବିଶେଷ ଦାବି। ସାର୍, ଆଉ ଗୋଟେ ଜିନିଷ, ସରକାରଙ୍କର ନାରା ଆଉ ଗୋଟେ ନାରା ହେଉଛି କଥା ଦେଇ କଥା ରଖିଲେ ସରକାର। କିନ୍ତୁ ଯେଉଁ ନିର୍ବାଚନ ପୂର୍ବରୁ ଯେଉଁ କଥା ଥିଲା କି 300 ୟୁନିଟ୍ ବିଜୁଳି ଏବଂ ଚିଟ୍‌ଫଣ୍ଡ ପଇସା, ଏଇଗୁଡ଼ା ତ ରିଟର୍ଣ୍ଣ ହେଇପାରିଲାନି କି ଏଇ ଯେଉଁ ଦାବି ଗୁଡ଼ା କହିଥିଲେ ତାଙ୍କର ଇସ୍ତାହାରରେ, ଏଇଟା ପୂରଣ ହେଇପାରିଲାନି। ତ ସେଇଟା କେତେ ଦୂର ଆପଣ ଭାବୁଛନ୍ତି ସେଇ ନାରାଟା ଠିକ୍? ଶୁଣନ୍ତୁ, ହଁ, ଆପଣ ବହୁତ ଭଲ ପ୍ରଶ୍ନଟେ ପଚାରିଛନ୍ତି। ମୋହନ ସରକାର କଥା ଦେଇ କଥା ରଖିଲେ। ମୋହନ କିଏ? ସେ ମୋହନ କେତେବେଳେ କଥା ଦେଇଥିଲେ? ମୋହନ ତ କିଛି କଥା ଦେଇନାହାନ୍ତି। ତାଙ୍କ ବିଜେପି ପାର୍ଟି କଥା ଦେଇଥିଲା ନିର୍ବାଚନ ଇସ୍ତାହାରରେ। ମୋହନ ସେତେବେଳେ କେଉଁଠି ଥିଲେ? ଆଉ ମୋହନ କ'ଣ କଥା ଦେଇ କଥା ରଖିଲେ? ମୋହନ କିଛି କଥା ଦେଇନଥିଲେ। ତାଙ୍କ ପାର୍ଟିର ନାଁକୁ କାହିଁକି ଉୟ ରଖୁଛନ୍ତି? ଏଇଟା ବଡ଼ ପ୍ରଶ୍ନବାଚୀ, ନମ୍ବର 1। ନମ୍ବର 2, ସେ କ'ଣ କଥା ଦେଇ କଥା ରଖିଛନ୍ତି ଓଡ଼ିଶାବାସୀ ଭଲକରି ହୃଦୟଙ୍ଗମ କରିସାରିଲେଣି ଏବଂ ଆଗାମୀ ଦିନରେ ସେମାନଙ୍କୁ ନିଶ୍ଚିନ୍ତ ଭାବରେ ଶିକ୍ଷା ଦେବେ। ଆଗାମୀ ଦିନରେ ଆମେ ଗଣ ଆନ୍ଦୋଳନକୁ ଓହ୍ଲେଇବୁ, ରାଜରାସ୍ତାକୁ ଓହ୍ଲେଇବୁ। ଯଦି ସରକାର ଏ ନାରୀ ସୁରକ୍ଷା ଉପରେ ଧ୍ୟାନ ନ ଦିଅନ୍ତି ବା ଏ ଯେଉଁ ମହାମାରୀ ଉପରେ କୌଣସି ପଦକ୍ଷେପ ନ ନିଅନ୍ତି, ତାହା ଆମେ ରାଜରାସ୍ତାକୁ ଓହ୍ଲେଇବୁ। ଆଜି ତ ଯେଉଁ ଆମ ରାଜଧାନୀ ଉପକଣ୍ଠ ଆମେ କହୁଛୁ ଭୁବନେଶ୍ୱର, ସେ ଟିକିଏ ବର୍ଷା ହେଲେ ବନ୍ୟା ସୃଷ୍ଟି ହେଉଛି। ଇଏ କି ସରକାର? ଗତ ବର୍ଷ ତାଙ୍କ ସରକାର ଆସୁ ଆସୁ ଯାଇକରି ସବୁ କ'ଣ କହିଲେ, ଆମେ ସବୁ ଡ୍ରେନେଜ୍ ସିଷ୍ଟମ୍ ସବୁ ଠିକ୍ କରିଦେବୁ। କ'ଣ ଡ୍ରେନେଜ୍ କରିଛନ୍ତି? ଆଜି ତ ସେ ଡ୍ରେନେଜ୍ ସବୁ ଫଟା ଡ୍ରେନେଜ୍ ଭିତରେ ବର୍ଷା ପାଣି ପଶି ଲୋକମାନେ ଅସୁରକ୍ଷିତ, ଲୋକମାନେ ମହାମାରୀରେ ଆକ୍ରାନ୍ତ।